ଅଦରକାରୀ ଜାଗାକୁ ପଳେଇ ଯାଉଛି ତାହେଲେ ସେ ଜାଗାରେ ସରକାର ବା ସରକାର ଅଧିକାରୀମାନେ ଯଥା ସମୟରେ ପହଞ୍ଚି ପାରିନଥାନ୍ତି। ସେ ସମୟରେ କେବଳ ସ୍ଥାନୀୟ ପାଣି ପଞ୍ଚାୟତର ଚାଷୀ ଭାଇମାନେ ହିଁ ପହଞ୍ଚିଥାନ୍ତି ଏବଂ ସେମାନେ ଜାଣିଥାନ୍ତି ଯେ କେଉଁ ଜାଗାରେ ପାଣି ସକ୍ କରୁଛି କିମ୍ବା କେଉଁ ଜାଗାରେ ପାଣି ଘାଇ ହେଇକି ଅଯଥାରେ ପାଣି ଅଦରକାରୀ ଜାଗାକୁ ପଳେଇ ଯିବାର ସମ୍ଭାବନା ଅଛି। ଏ କଥାକୁ ଜାଣିକରି ଆପଣମାନେ ଯେଉଁ ପାଣିକୁ ଆପଣମାନେ ଯଥା ସମୟରେ ରଖୁଥିବା କାରଣରୁ ସେ ପାଣି ରୋକାଯାଇ ପାରୁଛି ଏବଂ ପାଣି ସଂରକ୍ଷଣ ମଧ୍ୟ ହେଇପାରୁଛି। ଆମ ରାଜ୍ୟର ମହିଳା ଚାଷୀ, ମତ୍ସ୍ୟଜୀବୀ ତଥା ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକର ଜଳ ବ୍ୟବହାରକାରୀମାନେ ଏ ସମସ୍ତେ ସମାନ ଭାବରେ ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ହେବା ଏବଂ ସମସ୍ତଙ୍କୁ ସମାନ ସୁଯୋଗ ଓ ଅଧିକାର ମିଳିଥିବାରୁ ଜଳ ପରିଚାଳନାର ଦକ୍ଷତା ଆଜି ଆପଣମାନଙ୍କ ପାଖରେ ଆସିପାରିଛି। ଆପଣମାନଙ୍କର ଜମିକୁ ପାଣି ଯୋଗାଇବା ପାଇଁ ଆମ ସରକାର ନୂଆ ଫିଲ୍ ଚ୍ୟାନେଲ ନିର୍ମାଣ ସହିତ ପୁରୁଣା ପାଣି ଚ୍ୟାନେଲ ଗୁଡ଼ିକୁ କଂକ୍ରିଟ ଚ୍ୟାନେଲରେ ପରିଣତ କରିବା ପାଇଁ ଏ ନିଷ୍ପତ୍ତି ନେବା ସହିତ ବଜେଟ୍ରେ ପ୍ରାବଧାନ ରଖିବା ସହିତ ଆଜି ଏ କାମକୁ ଆରମ୍ଭ କରିଛନ୍ତି। ଚଳିତ ବର୍ଷଠାରୁ 2028-29 ଆର୍ଥିକ ବର୍ଷ ପର୍ଯ୍ୟନ୍ତ 80,000 ହେକ୍ଟର ଜଳସେଚିତ ଅଞ୍ଚଳରେ 2,400 କିଲୋମିଟର ନୂତନ କଂକ୍ରିଟ କରନାଳି କରାଯିବ। ଯେଉଁ କରନାଳି କଥା ମୁଁ କହୁଥିଲି ତଳମୁଣ୍ଡାରେ ଅଧିକାଂଶ ଜାଗାରେ ଆପଣଙ୍କର କରନାଳି ନଥିଲା ଏବଂ ଏବେ ତାର ଯେଭଳି ଭାବରେ ତାକୁ ସମ୍ପ୍ରସାରଣ କରାଯାଉଛି ଏବଂ ସେଥିରେ କଂକ୍ରିଟ କରିକି ତାହା କରାଯାଉଛି, ତାହାଦ୍ୱାରା 62,000 ହେକ୍ଟର ଜଳସେଚିତ ଅଞ୍ଚଳରେ 1,860 କିଲୋମିଟର ପର୍ଯ୍ୟନ୍ତ ଅତ୍ୟନ୍ତ ପୁରାତନ ଓ ଜରାଜୀର୍ଣ୍ଣ କ୍ଷେତ୍ର ନାଳୀକୁ କଂକ୍ରିଟ ନାଳୀରେ ପୁନର୍ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ଏବଂ ତାହା ମଧ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇପାରିଛି। ଇଣ୍ଟରନେଟ୍ ସୁବିଧା ଥିବା ମୋବାଇଲ ଏବଂ ୱେବ୍ ଆପ୍ଲିକେସନ ଜରିଆରେ ପାଣି ପଞ୍ଚାୟତ ସମ୍ବନ୍ଧୀୟ କାର୍ଯ୍ୟଧାରା ସେମାନଙ୍କ ଦ୍ୱାରା ନିର୍ମିତ କରନାଳୀ ଏବଂ ଅନ୍ୟାନ୍ୟ କାର୍ଯ୍ୟାବଳୀର ସମୟ ଭିତ୍ତିକ ଆକଳନ କରାଯିବା ସଙ୍ଗେ ସଙ୍ଗେ ନିୟନ୍ତ୍ରଣ ମଧ୍ୟ କରାଯାଇପାରୁଛି। ପାଣି ପଞ୍ଚାୟତ ତଥା କୃଷକ ଭାଇମାନଙ୍କର ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। କୃଷକମାନେ ହେଉଛନ୍ତି ରାଜ୍ୟର ବିକାଶମୂଳକ ସୂତ୍ରଧର। ସମସ୍ତଙ୍କର ମୁହଁରେ ଆହାର ଦେଉଛନ୍ତି ଚାଷୀ ଭାଇମାନେ ଅର୍ଥାତ୍ ଆପଣମାନେ। ସେଥିପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଆପଣମାନଙ୍କୁ ଚାଷୀ ଭାଇଠାରୁ ଆଉ ଟିକେ ଅଧିକ ସମ୍ମାନିତ କରିବା ପାଇଁ ଯାଇ ଅନ୍ନଦାତା ଭାବେ ସମ୍ମାନିତ କରି ଆସୁଛନ୍ତି। ପ୍ରତ୍ୟେକ ସମୟରେ ଅନ୍ନଦାତା ହିସାବରେ ଆପଣମାନଙ୍କୁ ସେ ଦେଖୁଛନ୍ତି। ଆପଣମାନଙ୍କର ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନେକ ଯୋଜନା ଆଜି କାର୍ଯ୍ୟକାରୀ କରୁଛନ୍ତି। କୃଷିର ବିକାଶ ପାଇଁ ଚଳିତ ବର୍ଷରେ କୃଷି ବଜେଟ୍ରେ 33,919 କୋଟି ଟଙ୍କାର ପ୍ରାବଧାନ କରାଯାଇଛି, ଯାହା ଆମ ସରକାରଙ୍କର କୃଷକ ସମାଜ ପ୍ରତି ପ୍ରତିବଦ୍ଧତାକୁ ସୁରକ୍ଷିତ କରୁଛି। ଆପଣଙ୍କର ସୁଖ ଦୁଃଖରେ ମଧ୍ୟ ଆମ ସରକାର ସାମିଲ ହୋଇଛନ୍ତି। ଅଦିନିଆ ବର୍ଷାରେ ଆପଣମାନଙ୍କର ଦୁଃଖକୁ ଦୂର କରିବା ପାଇଁ ଆମ ସରକାର ଏହାକୁ ଏକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି। ଆପଣମାନେ ଜାଣିଥିବେ ଏ ମାସର କିଛି ଦିନ ପୂର୍ବରୁ 20 ତାରିଖରୁ 26-27 ତାରିଖ ପର୍ଯ୍ୟନ୍ତ ଅଦିନିଆ ବର୍ଷା ବିଶେଷ କରିକି ଆମ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲାମାନଙ୍କରେ 16ଟି ଜିଲ୍ଲାରେ ଅଦିନିଆ ବର୍ଷା ହେବା ଫଳରେ ବିଶେଷ କରିକି କୋଷ୍ଟାଲ ଏରିଆରେ ମଧ୍ୟ ଡେରିରେ ଆପଣଙ୍କର ଧାନ କ୍ରପ୍ କଟିଂ ହେଇକରି ଆପଣଙ୍କର ଖଳାକୁ ଆସେ ବା ଘରକୁ ଆସେ। ତାପରେ ମିଲର ସରକାରଙ୍କର ମାଧ୍ୟମରେ ମିଲର ପାଖକୁ କିମ୍ବା ଆପଣଙ୍କର ଗୋଡାଉନକୁ ଯାଇଥାଏ। ଏ କାମ ଯେହେତୁ କୋଷ୍ଟାଲ ଏରିଆରେ ବିଳମ୍ବ ହୁଏ ଏବଂ ସେହି ସମୟରେ ଅଦିନିଆ ବର୍ଷା ଦୁଇଥର 20 ତାରିଖରୁ 24 ତାରିଖ ମଧ୍ୟରେ ଏବଂ ପୁଣି 2-3 ଦିନ ବନ୍ଦ ହେଲା ପରେ ପୁଣି ଆଉଥରେ ଦୁଇଥର ବର୍ଷା ହେବା କାରଣରୁ ଆପଣଙ୍କର ଧାନ ବିଲରୁ କ୍ଷେତରୁ ଆଉ ଆସିପାରିନଥିଲା ଘରକୁ କିମ୍ବା କ୍ଷେତକୁ। ଆଉ ସେଥିପାଇଁ ବ୍ୟାପକ ଭାବରେ ଆପଣଙ୍କର ଧାନ ପାଣି ଭିତରେ ସଢ଼ିକି ରହିଗଲା। ଚାଷୀଗୁଡ଼ା ହତାଶ ହେଇଗଲେ। ଏତେ ସୁନ୍ଦର ପରିଶ୍ରମ କରିବା
एवं चाष हेबा कारण शेष पर्यायर आम केवल बिलर शस्य को आम खड़ा को आने कथा कि घर को आने कथा ये कम करने पूर्व से समय ही एभली भाव में चाषी को दुख देला एवं चाषी कूल संपूर्ण भाव में भासीगला दुख पाइला तार क्षति होगला एवं सरकार को निकट में निवेदन करला चाषी अर्थात आपण मैंने अधिकांश चाषी एटी भी थे जो मैंने निवेदन करेंगे जो मैंने कोस्टाल एरिया 16 जिलार प्रतिनिधित्व करुवे निश्चित भाव में आसवे आपण मानकर दाबी करिया फल आम सरकार संवेदनशील थिबा कारणरू चाषी प्रति उदारबादी थिबा कारणरू चाषी दुखरे दुखी होइतिबा कारणरू चाषी समस्या समाधान करिया पई सबु बेले आम सरकार आपण मानकर सहित थिबा कारणरू आपण मानकर ये समस्या को जानिला परे तुरंत मंत्री परिषद समस्त सदस्य मानक मु समस्त जिला को परिदर्शन करने क्षेत्र को जावाई चाषी सहित मिसवाई तार दुख देखापी और शुणापी मु पठे एवं मु निजे तीनोटी जिला नयागढ़ जिला आपंकर गंजाम जिला और गजपति जिला को मु निजे तीनोटी जिला जाइए क्षेत्र को जाई निजे बिलरे किभली भाव धान सड़ी जाइए खराब हो जाए गजा मरुड़ी हो माने गजा हो जाऊँ धान गजा बाहरी जाऊँगी ये कथा को मुझे देखला चाषी जो क्षति से क्षति को किभली भाव में चाषी पाइब चाषीर दुख दूर हम से विभाग अधिकारी मानक मो निर्देश देती एवं रिपोर्ट आसिला आपणकर 6,66,000 रु अधिक चाषी जो मानकर अदिनिया वर्षा जो क्षति होती पूरण करने क्षति पूरण करने 291 कोटी रु अधिक टंकार सहायता जोगई देवार निष्पत्ति सरकार नहीं कार्यकारी होगापी आरंभ हो अदिनिया वर्षा कारण जो क्षति होता है चाषीर से बाबद आपंकर रिलीफ कोड रे ये एक प्राकृतिक विपर्यय पर उल्लेख नहीं से कारण चाषी ए सहयोग क्षतिपूरण बाबद आर्थिक सहायता पाई न था किंतु नुआ सरकार आसला मोहन माझीर सरकार आसला आज आपण मान चाषी जो प्रतिश्रुति देते चाषी समस्या आसिले चाषी दुख पड़े निश्चित भाव में आम सरकार चाषीर दुखरे दुखी हेबे आधार आपण मानक न्याय देवाई आम त्वरित पर्यायर एक अदिनिया वर्षा को आम सरकार आसला ओडिशा राजनीतिक इतिहास रे ये प्रथम थर करी एक या प्राकृतिक विपर्यय हिसाब से आम सरकार ग्रहण कला एसडीआरएफ फंड तरफ 291 कोटी टंका रु अधिक आर्थिक टंका आज चाषी मान क्षतिपूरण बाबद साहाय्य करी या आहरी अधिक चाषी तालिकाभुक्त होबार संभावना थे ताले आर्थिक सहायता देवाई आम सरकार प्रतिश्रुति दौरान केवे भी चाषी को हैरान हरकत करेंगे ना चाषीर दुख को निश्चित भाव में समाधान करने आगे एवं ता सहित जो चाषी भाई माने बीमाभुक्त बीमाभुक्त अटंती से ये बीमाभुक्त कंपनी मानकर तरफ सरकार तरफ निर्देश दि जाए से बीमाभुक्त कंपनी मानक सेमानंकर क्षतिपूरण बाबद से जो बीमाभुक्त कराई तरफ आपण मान आर्थिक सहायता निश्चित भाव में प्राप्त हो मु विभाग अधिकारी को निर्देश दूची जे पानी पंचायत होती तृणमूल स्तर जलसेचन कार्यक्रम को सफल करने ये हूँ शेष चेन बा ये हूँ शेष कड़ी तेणु से सशक्त करने सरकार अत्यंत ये हूँ आवश्यक पानी पंचायत नियम अनुसार निर्वाचन सेमानंतर कागज पत्र एवं पानी ठीक समय ऑडिट हवा